ଅନେକ ଦୂରେ ଦେଖିଲେ ଯାଇ ଏକ ଗ୍ରାମ, ବେଦପୁର ବୋଲିଣ ସେ ଶାସନର ନାମ। ପଦ୍ମନାଭପୁର ପାଶେ ବେଦମତୀ ନଦୀ, ମନ୍ଦର ପର୍ବତ ଫୁଟି ବହେ ଦକ୍ଷ ଭେଦି। ତା ଦକ୍ଷିଣ ଭାଗେ ବେଦପୁର ଯେ ପାଟଣା, 10 ସହସ୍ର ପାଟଣା ଏକୁ ଏକ ଜିଣା। ବଶିଷ୍ଠ ବସାଇଥିଲେ ସେ ଦିବ୍ୟ ଶାସନ, ବସନ୍ତି ଯେ ନାନା ଦେବୀ ସହସ୍ରେ ବ୍ରାହ୍ମଣ। ଆବର ଅନେକ ଜାତି ଅଛନ୍ତି ସେଠାରେ, ଧନ ଜନ ପରିପୂର୍ଣ୍ଣ ସକଳ ଗୃହରେ। ସେ ନଗର ଭିତରେ ଯାଇ ମିଳିଲେ କହରି, ସବୁ ଗୋପ ପୁଅ ଅଛନ୍ତି ରାମ ଆଦି କରି। ସେଦିନ ବ୍ରାହ୍ମଣ ମାନେ ହୋଇ ଏକ ରୁଣ୍ଡ, ବେଦବତୀ ନଦୀ ତୀରେ କରି ଯାଗ କୁଣ୍ଡ। ମନ୍ତ୍ର ପଢ଼ିଣ ଆହୁତି ଦିଅନ୍ତି ବୈଶ୍ୱାନରେ, ତିଳ ତଣ୍ଡୁଳ ଜବାଦି ଘେନି ନିଜ କରେ। ପଲାଶ ଉଦୁମ୍ବର ଯେ ଆଦି କ୍ଷୀର କାଠ, ଭଇଞ୍ଚ ଜାମୁ ଜମ୍ବିଳ ଏ ସମିଧ ଅଷ୍ଟ। ବ୍ରହ୍ମା ବରଣ ସେଠାରେ ସହସ୍ରେ ବ୍ରାହ୍ମଣ, ଯଜ୍ଞେ ଯାଗନିକ କରେ ଅଗ୍ନି ଆରୋପଣ। ରୁକ ଯଜୁ ସାମାଥର୍ବ ଏହି ବେଦ ଚାରି, ଅନବରତରେ ବିପ୍ରେ ପଢ଼ନ୍ତି ଉଚାରି। ଜ୍ୟୋତିର୍ବିଦ ଆୟୁର୍ବେଦୀ ବୈୟାକରଣୀ, ଗ୍ରାମ ଦେବତା ପୂଜନ୍ତି କରି ମନ୍ତ୍ର ଧ୍ୱନି। ବ୍ରହ୍ମା ବିଷ୍ଣୁ ଶିବ ଦୁର୍ଗା ଦିକ୍ପାଳ ଦେବତା, ଯଜ୍ଞେ ପୂଜା କରନ୍ତି ସେ ହୋଇ ଶୁଦ୍ଧ ଚେତା। ଗ୍ରହ ଗଣ ତିଥି ବାର ନକ୍ଷତ୍ର ସହିତେ, ଏକେ ଏକେ ପୂଜନ୍ତି ସେ ଯଥା ବିଧି ମତେ। ମନ୍ତ୍ରାଧୀନ ଦେବତାଏ ଯେଝା ଜାନେ ବସି, ଯଜ୍ଞ ନିକଟରେ ସର୍ବେ ପ୍ରବେଶନ୍ତି ଆସି। ଏ ସମୟେ ମାୟା କଲେ ପ୍ରଭୁ ମାୟାଧର, ସକଳ ପୁଅଙ୍କୁ କ୍ଷୁଧା ଲାଗିଲା ଅପାର। କୃଷ୍ଣଙ୍କୁ ବୋଇଲେ ଚାଲ ଗୃହେ ଫେରି ଯିବା, ଯେଝା ଘରେ ଅନ୍ନ ଭୁଞ୍ଜି ପୁଣି ଆସିବା। ବତ୍ସା ମାନଙ୍କୁ ଲୋଡ଼ିଣ ଦେବା ନେଇ ପାଣି, ବାହୁଡ଼ିଣ ପୁନରପି ଚରାଇବା ଆଣି। କୃଷ୍ଣ ବୋଇଲେ ଠାକୁ ଘର ଆମ୍ବ ଦୂର, ଅକସ୍ମାତେ ମିଳିଲେ କୋ ଆସି ଏହି ପୁର। 50 ଯୋଜନ ଆସି ଗଲେ କହୁଁ କହୁଁ, ବଡ଼ କ୍ଷୁଧା ଲାଗି ବଟି ଗୃହେ ଫେରି ଯାଉଁ। ଏହି ଶାସନେ ମାଗିଣ ଅନ୍ନ ଯେ ଭୁଞ୍ଜିବା, ବ୍ରାହ୍ମଣଙ୍କ ଯଜ୍ଞ ଦେଖି ବାହୁଡ଼ିଣ ଯିବା। ପ୍ରତ୍ୟକ୍ଷରେ ବୈଶ୍ୱାନର ସେଠାରେ ଅଛନ୍ତି, ମୂର୍ତ୍ତିମନ୍ତେ ସର୍ବଦେବ ଚରୁକୁ ଭୁଞ୍ଜନ୍ତି। ଏତେ ଦୂର ଆସିଥାଇ ନ ଦେଖିଲେ ତାହା, କେଉଁ ପରି ଫେରି ଯିବା କହୁଅଛ ଏହା। ଏତେ ବୋଲି ପଶିଲେ କ ସର୍ବେ ତହିଁ ଯାଇ, ଆଗ ପଛେ ଗୋପ ବାଳେ ଅଛନ୍ତି ଗୋଡ଼ାଇ। ଗଗନୁ ଖସି ପଡ଼ିଲେ କିବା ତାରାପନ୍ତି, ତହିଁ ମଧ୍ୟରେ ଉଦୟ ବା ଚନ୍ଦ୍ର ଜ୍ୟୋତି। କାହ୍ନୁ ସଂକର୍ଷଣ ତେହ୍ନେ ପାଉଛନ୍ତି ଶୋଭା, ଲାବଣ୍ୟ କୋଟି ନିଧିକୁ କାମ ଦେବ ପ୍ରଭା। ନୀଳେନ୍ଦୀ ଦଳ ପରାୟ ବିକାଶ ତନୁ, ନୀଳ ମେଘରେ ଯେ ସନ ସୋହେ ଇନ୍ଦ୍ରଧନୁ।
ବରହି ପୁଛ ପରାୟ ତାଳୁ ପରେ ଚୂଳ। ଆଜାନୁ ଭୁଜ ବିସ୍ତାର ଅଟେ ବକ୍ଷସ୍ଥଳ। କର୍ଣ୍ଣରେ କୁଣ୍ଡଳ ବେନି ଢଳ ଢଳ ଲୁଳେ। କଟିରେ ଝିନ ବସନ କଠା ଉପୟରେ। ଅପାଙ୍ଗ ଲୋଚନ ଡୋଳା ଚଞ୍ଚଳ ଚାହାଣି। ଅଣ୍ଡିର କୋକିଳ ସମ ଉଚ୍ଚାରିବା ବାଣୀ। ବିମ୍ବ ଫଳକୁ ଜିଣିଣ ସୋହଇ ଅଧର। ଭ୍ରୁଲ ତାକି ଅବା କାମ ଦେବ ପଞ୍ଚଶର। ପଦ୍ମବନ ମଧ୍ୟେ ଯେନେ ରାଜହଂସ ମେଳା। ତେସନ ଶୋଭା ପାନ୍ତା ଯଶୋଦାଙ୍କ ବଳା। ବ୍ରାହ୍ମଣ ମାନେ ସମସ୍ତେ ଯଜ୍ଞେଛନ୍ତି ରହି। ଅନାଦି ରାନ୍ଧି ବ୍ରାହ୍ମଣୀ ଛନ୍ତି ପଥ ଚାହିଁ। ଏକାଳେ ଶାସନ ମଧ୍ୟେ ପଶିଲେ ଶ୍ରୀହରି। ସମସ୍ତେ ଚାହିଁ ଅଛନ୍ତି ଏକ ଦୃଷ୍ଟି କରି। କେବଲେ ଅମର ତେଜି ଆସେ ମଘବାନ। କିବା ଅଇଲେ ବୈକୁଣ୍ଠ ତେଜି ଭଗବାନ। କେହୁ ବୋଇଲେ ଦେବତା ପଶୁପତି କିବା। କେବଲେ ଗନ୍ଧର୍ବ ରାଜ ଅଇଲା କିଅବା। ଯମ କୁବେର ବରୁଣ ଧରି କାଳ ମୂର୍ତ୍ତି। ସୁନ୍ଦର ସୁସଞ୍ଚ ରୂପେ ଆସିବି ଯେ କ୍ଷିତି। ହର କୋପାନଳେ କାମ ଥିଲା ଦଗ୍ଧ ହୋଇ। ମୂର୍ତ୍ତିମନ୍ତ ହୋଇ କିବା ପୁଣି ସେ ଆସଇ। କେବଲେ ଚନ୍ଦ୍ର ଦେବତା ରୋହିଣୀର କାନ୍ତ। ନର ରୂପେ ମର୍ତ୍ତ୍ୟପୁରେ କିଅବା ଗତ। କେହୁ ବୋଲେ ଏହୁ ପୁରେ ପୁଣ୍ୟ ବିକାଶିଲା। କଳପନା କାମ ନିଧି ଏଠାକୁ ଆସିଲା। କେବଲେ ମୋହର ଘର ବରେ ନାହିଁ କାର୍ଯ୍ୟ। ଯେ ଯାହା ବୋଲିବ ମୋତେ ବୋଲୁ ପଛେ ଆଜ। ଛାଡ଼ିବଇ କୂଳ ଲଜ୍ଜା ହେବି ଆର ଦାସୀ। ଏଥିପାଇଁ ପଛେ ମୋତେ କରୁଥାନ୍ତୁ ଦୋଷୀ। କେଉଁ ବ୍ରାହ୍ମଣୀ ବୋଲଇ ମୋର ପୁଣ୍ୟ ନାହିଁ। ଅନୁକ୍ଷଣେ ଦେଖୁଥାନ୍ତି ଆର ମୁଖ ମୁହିଁ। କୋଟିଏ ଯୁଗ ଦୁଷ୍କୃତ କରନ୍ତି ବିନାଶ। କୌଣସି ଦେବତା ଏହି ନୁହଁଇ ମନୁଷ୍ୟ। କେବଲେ ମନ୍ତ ରୂପ ଦେଖିଲା ତ ନାହିଁ। କେବଲେ କାହୁଁ ଅଇଲେ ପଚାର ଗୋ ଯାଇ। କେବଣ ଜାତି ଗୋ କେଉଁ ନାମ ଏହାଙ୍କର। କି ନିମନ୍ତେ ଅଇଲେ ଗୋ କାହିଁ ଆଙ୍କ ଘର। ସଙ୍ଗରେ ପୋଏ ଅଛନ୍ତି ତାଙ୍କ ପୁଣ୍ୟ ଭଲା। କେତେ କାଳ ବସି ଧାତା ଅବା ଗଢ଼ିଥିଲା। ଧବଳ ରୂପକୁ କଳା ରୂପ ଗୋବଳଇ। ୟାଙ୍କ ରୂପ ଦେଖି ନେତ୍ରେ କୃତାର୍ଥ ହେଲାଇ। ଜଟା ମୁକୁଟ ମସ୍ତକେ ଶୋହେ ଦିବ୍ୟମଣି। ଶିରେ ମଉଳି ମଣ୍ଡିତ ନାଗ ସପ୍ତ ଫେଣି। କଣ୍ଠ ତଟେ ଶୋଭା ପାଏ କୁସୁମର ମାଳା। ୟାଙ୍କ ରୂପ ଦେଖି କେବା ନହିବ ବାଉଳା। ଏତେ ବୋଲି ବ୍ରାହ୍ମଣୀଏ ହୋଇ ଧରା ଧରି। ରାମକୃଷ୍ଣ ପାଶେ ମିଳି ପୁଛନ୍ତି ଏପରି। କେବଣ ନାମ ତୁମ୍ଭର କେଉଁଠାରେ ଘର। କିଏ ସେ ତୁମ୍ଭର କହ ଜନନୀ ପ୍ରିୟର। କି ନିମନ୍ତେ ଏହିଠାକୁ ଆସିଅଛ ବା। ଏଥିର ବାରତା କହି ସଂଶୟ ଫେଡ଼ିବା। ଶ୍ରୀହରି ବୋଲନ୍ତି ତାଙ୍କୁ ଶୁଣ ଶୁଭ୍ର କେଶୀ।
ଗୋପପୁରେ ଘର ଆମ୍ଭେ ନନ୍ଦଙ୍କର ଶିଶି। ବାଛୁରୀ ଚରାଉ ଆମ୍ଭେ ପଥ ହେଲୁ ବଣା। କେତେ ଦୂର ଇଲୁଣି ନ ପାଉ କଳନା। ଏଠାରେ ପ୍ରବେଶ ଆମ୍ଭେ ହୋଇଲୁ ନ ଜାଣି। ଏତେବେଳ ଯାଏ ଆମ୍ଭ ନାହିଁ ଅନ୍ନ ପାଣି। ଶୁଣିଣ ବ୍ରାହ୍ମଣୀ ମାନେ ହୋଇଲେ ଉସତ। ନିଜ ନିଜ ଘରୁ ସବୁ ଆଣିଦେଲେ ଭାତ। ଗୋପ ପୁଅଙ୍କ ସଙ୍ଗତେ ରାମ ଶ୍ରୀଧର। ଆନନ୍ଦେ ଖାଇ ସନ୍ତୋଷ କରିଲେ ଉଦର। ତତକ୍ଷଣେ ଅନ୍ତର୍ଧ୍ୟାନ ହୋଇଗଲେ ତହୁଁ। ପ୍ରବେଶ ହୋଇଲେ ଆସିଥିଲେ ପୂର୍ବଜହୁଁ। ଯାହାଙ୍କର ମାୟା ଦେବା ସୁରେ ଅଗୋଚର। ତାହାଙ୍କୁ ଚିହ୍ନିବେ ଅବା କାହୁଁ ସ୍ତ୍ରୀ ଛାର। ଯାଗଶାଳାରୁ ବ୍ରାହ୍ମଣେ ଗଲେ ଯେ ଯାହାରେ। ପ୍ରବେଶ ହୋଇଲେ ଯାଇ ଆପଣା ମନ୍ଦିରେ। ଭର୍ତ୍ତାମାନଙ୍କୁ ବୋଇଲେ ଆସି ବିପ୍ର ନାରୀ। ନନ୍ଦନନ୍ଦନ ସେ ଆସିଥିଲେ ଆମ୍ଭପୁରୀ। ଗୃହେ ଗୃହେ ମାଗି ଅନ୍ନ ଭୁଞ୍ଜି କରି ଗଲେ। ନବଘନ ରୂପ ଆମ୍ଭେ ଦେଖିଲୁ ବୋଇଲେ। ଶୁଣିଣ ବ୍ରାହ୍ମଣ ମାନେ କରିଲେ ବିଚାର। ଅଖିଳ ବ୍ରହ୍ମାଣ୍ଡ ନାଥ ସେ ନନ୍ଦ କୁମର। କଳ୍ପ ଯାଏ ଯୋଗୀ ଯାକୁ କରୁଥାନ୍ତି ଲଏ। ପୁରୁଷଙ୍କର ଉତ୍ତମ ପ୍ରଭୁ ଦେବରାଏ। ଧନ୍ୟ ତୁମ୍ଭେ ନାରୀ ମାନେ ଧନ୍ୟ ତୁମ୍ଭ ତପ। ଚର୍ମ ନୟନେ ଦେଖିଲ ସେ ପରମ ତପ। ତୁମ୍ଭଙ୍କୁ ଦେଖିଲୁ ଆମ୍ଭେ ଧନ୍ୟ ଆମ୍ଭ ଜନ୍ମ। ଏତେ ବୋଲି ପତ୍ନୀ ଗଣେ କଲେ ମାନ୍ୟ ଧର୍ମ। ଏଥୁ ଅନନ୍ତରେ ରାମ ସଙ୍ଗେ ଜନାର୍ଦ୍ଦନ। ଗୋପାଳ ପୁଅଙ୍କୁ ଘେନି ବିହରନ୍ତି ବନ। ଧେନୁ ବରଡ଼ିଆ ବତ୍ସା ଅଣ୍ଡିର ଯେ ମାଇ। ନନ୍ଦ ନୃପତିର ଗାଈ କଳନା ନ ଯାଇ। ସେ ସମସ୍ତଙ୍କୁ ଉତ୍ତମ ଘାସ ଜାଗା ଦେଖି। ଚରାଅନ୍ତି ଗୋପ ବାଳେ ହୋଇ ଡକା ଡକି। ଚରାଉଁ ଚରାଉଁ ବେଳ ହେଲା ଅବସାନ। ଏକତ୍ର ହୋଇଣ ତହୁଁ ଗୋପ ଶିଶୁଗଣ। ବନ ପରବତୁ ଗାଈ ଅଡ଼ାଇ ଆଣିଲେ। ନଦୀରେ ପାଣି ପିଆଇ ପୁରେ ବାହୁଡ଼ିଲେ। ଶୁକ ମୁନି ବୋଇଲେ ହେ ଶୁଣ ନୃପବର। ଗୁପତରେ ରହିଥିଲେ ଷଣ୍ଢା ବକାସୁର। ଦୁହେଁ ଯାକ ବିଚାରିଲେ ଏକ ମନ ହୋଇ। କଂସ ପଠାଇଲେ ଶତ୍ରୁ ମାରିବାର ପାଇଁ। ଆଜି ପର୍ଯ୍ୟନ୍ତ ତାହାର ନ କଲେ ତ କାର୍ଯ୍ୟ। କିସ ବୋଲିବ ଆମ୍ଭଙ୍କୁ ବୀର ଭୋଜରାଜ। କଳେ କୌଶଳେ ଆମ୍ଭେ ଶତ୍ରୁ ସଂହାରିବା। ତେବେ ସିନା ଲୋକ ମୁଖେ ପୌରୁଷ ପାଇବା। ଏତେ ବିଚାରି ସେ ଦୁହେଁ ଧରି ଏକ ମୂର୍ତ୍ତି। ରାମକୃଷ୍ଣଙ୍କୁ ଏକତ୍ରେ ଝାମ୍ପିଲେ ଝଟତି। ଆକାଶ ମାର୍ଗେ ତାଙ୍କର ଶିର ଲାଗେ ଯାଇ। ଗର୍ଜଇ ଯେ ଷଣ୍ଢାସୁର ବାହାନାଦ ଦେଇ। ଖୁରା ଘାତେ କମ୍ପୁଅଛି 14 ବ୍ରହ୍ମାଣ୍ଡ। ନିଶ୍ୱାସ ବାତ କି ଅବା 49 ଖଣ୍ଡ। ପ୍ରଫୁଲ୍ଲିତ ରୋମାବଳୀ ବଙ୍କିମ ଚାହାଣି।
ଲାଙ୍ଗୁଡ଼ ପୁଛେ ଉହାଡ଼ି ହେଲେ ଦିନମଣି। ଶଗଡ଼ ଚକ ପରାଏ ଦିଶେ ନେତ୍ର ବେନି। ଅଛିଦ୍ରେ ପୁରିଲା ଚରାଚର ଯେମେଦିନି। କଂସ ସମାନେ ଅଟନ୍ତି ସେହି ବେନି ବୀର। ପୃଥିବୀ ନ ସହି ପାରେ ଯାହାଙ୍କର ଭାର। କଂସର ଆଜ୍ଞା ପାଇ ସେ ଛନ୍ତି ପରିଘାଇ। ଆସିଛନ୍ତି ରାମକୃଷ୍ଣ ସଂଘାରିବା ପାଇଁ। ଅପାର ଦିନ ସେ ଥିଲେ କ୍ଷୁଦ୍ର ରୂପ ହୋଇ। ଆଶିଣ ସମର କଲେ ବେଳ କାଳ ପାଇ। ଅସୁରଙ୍କର ସ୍ୱରୂପ ଦେଖି ତେଜମୟ। ସ୍ୱର୍ଗେ ଦେବତା ମାନଙ୍କୁ ଲାଗେ ବଡ଼ ଭୟ। ବୃହସ୍ପତିଙ୍କୁ ପୁଛଇ ଦେବ ମଘବାନ। ଷଣ୍ଢାବକା କେତେବେଳେ ହୋଇବେ ନିଧନ। ବଡ଼ ପ୍ରତାପୀ ଦଇତେ ମାୟା ରୂପ ଧାରି। ନପୁଣ ସ୍ୱର୍ଗ ଭୁବନ କରନ୍ତି ସେ ଜୁରି। କଂସର ସମାନ ବଳ ଧରନ୍ତି ଶରୀରେ। ଦେଖି ବଡ଼ ଭୟ ମୋର ଜନ୍ମ ହୃଦୟରେ। ବୃହସ୍ପତି ବୋଇଲେ କ ଶୁଣ ସଚିପତି। ଷଣ୍ଢାବକା ଏହି କ୍ଷଣି ହେବେ ବିନଶ୍ୟତି। ଶ୍ରୀହରିଙ୍କର କରରେ ହୋଇବେ ବିନାଶ। ହୃଦୟରୁ ଚିନ୍ତା ତେଜ ଆହେ ଦେବ ଈଶ। ଏଣେ ସେ ଦଇତ ବେନି ହୋଇ କୋପାନଳ। ରାମକୃଷ୍ଣଙ୍କ ଉପରେ ହେଲେ ଅନ୍ତରାଳ। କହୁଁ କହୁଁ ଉପରକୁ ପଡ଼ିଲେ କମାଡ଼ି। ଯେଶ ନେବେନି ପର୍ବତ ଏକତ୍ରରେ ପଡ଼ି। ଖଣ୍ଡେ ଦୂରରେ ଦେଖିଲେ ଥାଇ ଗୋପବାଳେ। ପଛକୁ ନ ଚାହିଁ ସର୍ବେ ପଳାନ୍ତି ସକଳେ। କେହୁ ବନଲତା ମଧ୍ୟ ଲୁଚିଲେ କଯାଇ। କେହୁ ପର୍ବତ ଉପରେ ଉଠେ ଭୟ ପାଇ। କେ ବୃନ୍ଦାବନେ ପଶିଲେ କେ ପଶିଲେ ଜଳେ। ଘରକୁ ପଳାଇ ଗଲେ ଥୋକାଏ ଗୋପାଳେ। ଏକା ରାମକୃଷ୍ଣ ଛନ୍ତି କାଳିନ୍ଦୀର ତଟେ। କହୁଁ କହୁଁ ଦଇତେ ଯେ ମିଳିଲେ ନିକଟେ। ମହାବିକରାଳ ରୂପ ଧରି ବକାସୁର। ଥଣ୍ଟ ପ୍ରହାରିଲା ନେଇ ରାମଙ୍କ ଉପର। ପର୍ବତ ହୁଆଣ୍ଟ ବକାସୁର ଥଣ୍ଟ ଗୋଟି। କିଞ୍ଚିତରେ ପ୍ରହାରିଲେ ମେରୁ ଯିବ ଫାଟି। ସେ ଥଣ୍ଟ ବାଜନ୍ତେ ବଳ ଦେବ ବକ୍ଷସ୍ଥଳେ। ଉଠିଲା ପ୍ରଚଣ୍ଡ ବହ୍ନି ତେଜ ଅନ୍ତରାଳେ। ବକ୍ଷସ୍ଥଳେ ବାଜନ୍ତେଣ ନହିଲା କିଛି। ସ୍ତମ୍ଭୀଭୂତରେ ଅସୁର ମନେ ମନେ ପାଞ୍ଚି। ପୁଣି ଆର ବେଳ ଥଣ୍ଟ ମାରେ ଲେଉଟାଇ। ଦେଖି ବଳରାମ ଅଙ୍ଗ ପାତି ଦେଲେ ନେଇ। ବାରମ୍ବାର ଥଣ୍ଟ ନେଇ ପ୍ରହାରଇ କିନା। ଗଳଗାଜି ଯୁଦ୍ଧ କଲା ବକାସୁର ଜେନା। ଥଣ୍ଟ ଘାତେ ବିଦାରଇ ରାମ ବକ୍ଷସ୍ଥଳ। ଦେଖି କରି କୋପାନଳ ହେଲେ କାମ ପାଳ। ଦକ୍ଷିଣ କରରେ ଧରି ମାରି ବଜ୍ର ମୁଷ୍ଟି। ବାମ କରେ ଧଇଲେ ତାର ଥଣ୍ଟ ଗୋଟି। ଦୁଇ ହାତେ ଦୁଇ ଥଣ୍ଟ ଧରି ହଳ ଧାରି। ଦୁଇ ଫାଳ କରି ତାକୁ ପକାଇଲେ ଚିରି। ଯେମନ୍ତ ଜୀର୍ଣ୍ଣ ବସ୍ତ୍ରକୁ ଚିରଇ ରଜକ। ସେହି ମତ କରି ହଳି ଚିରିଲେ କବକ।
ପଡ଼ିଲା ବକାସୁର ସେ ବେନି ଫାଳ ହୋଇ। ଲୁଚି ପୋଏ ଦେଖୁଥାନ୍ତି ଖଣ୍ଡେ ଦୂରେ ରହି। ବକା ପଡ଼ିବାର ଦେଖି ଷଣ୍ଢା ବେଗେ ଗର୍ଜି। ଶ୍ରୀକୃଷ୍ଣ ଉପରେ ଦୈତ୍ୟ ପଡ଼େ ଗଳ ଗାଜି। ବୁଲାଇଣ ବେନି ଶୃଙ୍ଗ ପ୍ରହାରିଲାଣି। ଆଗରୁ ଶ୍ରୀକୃଷ୍ଣ ଥିଲେ ସେହି କଥା ଜାଣି। ହାବଡ଼ନ୍ତେ ମାଇଲେ କ ଆଣ୍ଟେ ବଜ୍ରନାଥ। ଜାନୁ ଭଗ୍ନ ହୋଇ କରି ପଡ଼ିଲା ଦଇତ। ପଡ଼ୁ ପଡ଼ୁ ତାକୁ ସ୍ୱାମୀ ଧଇଲେ କତୋଳି। ପୁଛ ଧରି ଗିରି ପରେ ପିଟି ବନମାଳି। ଅନ୍ତରିକ୍ଷ ବୁଲାଇଣ ଦେଲେ ଫପଡ଼ାଇ। ସମୁଦ୍ର ମଧ୍ୟରେ ଦୈତ୍ୟ ପଡ଼ିଲା କଜାଇ। ଗୋବିନ୍ଦଙ୍କ କରେ ବଦ୍ଧ ହେଲା ଦୈତ୍ୟ ଷଣ୍ଢ। ସମୁଦ୍ରେ ପଡ଼ିଲା ଯହୁଁ ତାର ମୃତ ପିଣ୍ଡ। ଦେଖି କରି ଦେବ ଗଣେ କଲେ ଜୟ ଜୟ। ଆଶ୍ଚର୍ଯ୍ୟ ହୋଇଲେ ତାହା ଦେଖି ଗୋପ ପୁଏ। ଗିରି ପ୍ରମାଣେ ଉତ୍ସଗ ଅସୁରର ପିଣ୍ଡ। ଟେଳା ପରି ସାଗରରେ ପଡ଼େ ଗଣ୍ଡି ମୁଣ୍ଡ। ହରି ବଳରାମ ହସ୍ତେ ଦୁହେଁ ଗଲେ ନାଶ। ଅନାୟାସରେ ଲଭିଲେ ଯାଇ ସ୍ୱର୍ଗବାସ। ପୁଷ୍ପକ ବିମାନ ପରେ ବସିଣ ସେ ଦୁହେଁ। ଅମରପୁରକୁ ଗଲେ ଦେଖନ୍ତି ସଭିଏଁ। ଷଣ୍ଢା ଓ ବକାସୁର ପୂର୍ବଜନ୍ମ ବୃତ୍ତାନ୍ତ। ଏହା ଶୁଣି ନରପତି ପରୀକ୍ଷ ପଚାରି। ବଡ଼ ଅସମ୍ଭବ କଥା କହ ତପଚାରି। ବକା ଷଣ୍ଢାସୁର ଦୁହେଁ ମହାପାପୀ ଥିଲେ। ଏଡ଼େ ବଡ଼ ପୁଣ୍ୟ ସେହୁ କେହ୍ନେ ଅରଜିଲେ। ପାଇଲେ ଅମରପୁର ଖଣ୍ଡି ମହାପାପ। ଶୁଣିବାକୁ ଇଚ୍ଛା ମୋର କହ ସେ ସ୍ୱରୂପ। ଦୁହିଁଙ୍କ ଚରିତ ମୋତେ କହ ମହାମୁନି। ଖଣ୍ଡିବ ମହାପାତକ ଶୁଣି ପୁଣ୍ୟବାଣୀ। ରାଜା ବଚନେ କହନ୍ତି ଶୁକଦେବ ଯତି। ସାବଧାନ ହୋଇ ଶୁଣ ଆହେ ନରପତି। ଅତି ଗହନ କଥାଏ ପଚାରିଲ ଆଣି। କହୁଅଛୁ ଏବେ ଶୁଣ ପୁଣ୍ୟତମ ବାଣୀ। ଏକ ଦିନ କରେ ଦଣ୍ଡ କମଣ୍ଡଳୁ ଧରି। ରତ୍ନାକର ଭୁବନରେ ବିଜେ ମୁଖ ଚାରି। ବରୁଣ ରାଜାର ଥିଲେ ଦୁଇ ଗୋଟି ସୁତ। ହନ୍ତକ ଶରଣୀ ବୋଲି ଜଗତେ ବିଖ୍ୟାତ। କୁମାର ବୟସ ତାଙ୍କ ନ ଜାଣନ୍ତି କିଛି। ନୟନରେ ଦେଖିଲେ କ ସେ ଦେବ ବିରଞ୍ଚି। ବ୍ରହ୍ମାଙ୍କର ରୂପ ଦେଖି କଲେ ଉପହାସ। ବୋଇଲେ ଦେଖାତ ନାହିଁ ଏ ରୂପ ଭବିଷ୍ୟ। ତିନି ଭୁବନେ ମନ୍ତ ରୂପ ଦେଖା ନାହିଁ। ଏକ କାନ୍ଧେ ଚାରି ଗୋଟା ମୁଣ୍ଡ ଅଛି ବହି। ପୃଥୁଳ କଳେ ବରସେ ମସ୍ତକ ଟାଙ୍ଗରା। ଦାଢ଼ି ଲମ୍ବି ଅଛି ଆଣ୍ଠୁ ଯାଏ କେରା କେରା। ଏତେ ବୋଲିଣକୁ ମୋର ବ୍ରହ୍ମା ମୁଖ ଚାହିଁ। ଉପହାସ କରିଲେ ଯେ କର ତାଳି ଦେଇ। ଦେଖି ପିତାମହ ତାଙ୍କୁ କଲେ ଗୁରୁ କୋପ। ବୋଇଲେ କ ଆରେ ଆରେ ଏଡ଼େ ତୁମ୍ଭ ଦର୍ପ। ଆମ୍ଭ ପରା ଲୋକଙ୍କୁରେ କଲ ଉପହାସ। ଯଶ ସିରି ନାସି କରି ଅରଜିଲ ଦୋଷ। ନ ଜାଣି ମୂଢ଼ପଣରେ କଲ ଦୁଷ୍ଟ ବୁଦ୍ଧି। ଅସୁର କୂଳରେ ଜାତ ହୁଅରେ ଦୁର୍ବୁଦ୍ଧି।
शत जन्म परिजन्ते दयित बोलाओ मांसर कत खाइण समय कटाओ ताहा शुणी कुमरे जे विषादित होई वरुण को सेही कथा जणाइले जाई वरुण सेठारु आसी मिली ब्रह्मा पासे पुत्रंकर निमंतरे बहु स्तुति भासे निर्मल चित्त तांकर देखि परमेष्ठी सदय मने संतोष वचन प्रकटी वरुण को बोलंती जे देव वेदपति दोष अनुक्रमे पुत्रे देलु आम्भे शास्ति तुम्भर भक्ति देखिण होइली संतोष अल्पे नाश जीव तुम्भ पुत्रंकर दोष सत्य त्रेता परे हेब द्वापर जुग कृष्ण अवतार हेबे देवकीर गर्भ हरि हरि एक आत्मा कला धला रूपे देवकी गर्भरे जन्मी बढ़िबे से गोपे बाल लीला करिबे तो बुली काननरे ए समय भेट हेबे ही बेनी बीरे षण्ढाबका नामे हेबे कंस सेनापति रामकृष्णଙ୍କ हस्तरे हेबे विनश्यति तेबे जाई एहांकर खंडी बटी दोष आंभ अभिशाप तांकु फलिब अवश्य सत जन्म एक जन्म भोगी बेटी सेही एही कथा गोटी मने रख जल साई तुम्भे जेणु आंभ ठारे करिल भकति तेणु स्वरूप कहिलु आहे जलपति एते कही अंतर्ध्यान हेले चतुर्मुख षण्ढाबका पूर्व जन्म शुणिल प्रत्यक्ष श्रीहरिଙ୍କ हस्ते मरी मोक्ष होई गले तेणु से अमर पुरे जाई न रहिले विष्णुंकर माया कथा के पारिब जानी करे केहू बोही पारे सप्त सिंधु पाणी पुण्य भागवत बाणी भक्त जने घोष लभी बधन कलत्र हेब महाजस ब्रह्मबध पर दारा हरण जे पाप हरिवंश शुणन्तेण होई जाए लोप अति रंगे रंगा अवतार एहु बाणी सुजन जनଙ୍କ हिते बखाणई आणी मुहि एका कहिबाकु नुहई समर्थ विधातांकु अगोचर हरिवंश अर्थ आपे गोपीनाथ मते जहा द्यंती कही लेखन पतर धरी ताहा मु लेखई ए अटे दशम स्कंध भागवत अर्थ अष्टविंश अध्याय थे हेला समापत सुक बोइले हे सुण परीक्षित राय आदित्य स्तेर जनी परवेश हुए रामकृष्ण संगे पुत्र पुरे गले चली जसोदा पासे मिलिले हळी बनमाळी पुत्रंकु देखिण माए होइले हरस कोळे बसाई भुंजांती अनेक गोरस खंड साकर पइड इक्षुरस पणा षडरस परकारे से विधि रांधणा भुंजिण से बेनी भाई होइले तृपति रत्न पल्यंके सोइले पातीर्ण सुपाती ए समय रात्र घोटी हुअन्ते प्रभात
ପୂର୍ବ ଦିଗରେ ଉଦୟ ଛାୟା ଦେବୀ କାନ୍ତ ନନ୍ଦ ଯଶୋଦା ଯେ ଚନ୍ଦ୍ରସେନା ଆଦି କରି ପ୍ରଭାତରୁ ଯେଝା ନିତ୍ୟ କର୍ମ ମାନ ସାରି ନିଜ ନିଜ କାର୍ଯ୍ୟରେ ସେ ହୋଇଲେ କରତ କ୍ରମେ ନିଦ୍ରା ତ୍ୟାଗ କଲେ ରାମ ଗୋପୀନାଥ। ଏଥୁ ଅନନ୍ତରେ ତେଣେ କଂସ ରାଜା ଦୂତ ଷଣ୍ଢା ବକା ବାର୍ତ୍ତା ଘେନି ଚଳିଲା ତୁରିତ ଅସୁରେ ବଡ଼ ମାୟା ବି ଚଳନ୍ତି ସେ ବେଗେ ନିମିଷକେ ମିଳିଲେ କଂସ ରାଜା ଆଗେ। ରାତ୍ର ବେନି ଘଡ଼ି ରାଜା ସ୍ଥାନରେ ବିଜେ ବେନି ପଟୁଆର ଚତୁରଙ୍ଗ ବଳ ସାଜେ ପାଞ୍ଚ ଅର୍ବୁଦର ଥିଜେ 10 ଅର୍ବୁଦ ହସ୍ତି ତିନି ବୃନ୍ଦ ଅଶ୍ୱନବ ବୃନ୍ଦ ଯେ ପଦାତି ଉଦଣ୍ଡ ପାଟ ଛତ୍ର ଯେ 1 କୋଟି ଲକ୍ଷ ନେତ୍ରର ପତନି ମାନ ଉଡ଼ଇ ପ୍ରତ୍ୟକ୍ଷ ସହସ୍ରେ ଚାମର ଗୁଗୁଳର ଧୂପ କାଠି ଅନେକ ପ୍ରକାରେ ବାଜା ବାଜେ କୋଟି କୋଟି ମଣିମା ଡାକ ନିରତେ ପଡ଼ଇ ପଟୁଆରେ ଦେବ ଗଣେ ଅଛନ୍ତି ଯେ ରହି ବସ ବୋଲି ତାହାଙ୍କୁ ସେ ନ ବୋଲଇ କ୍ଷଣେ ଛାମୁରେ ଲକ୍ଷେ ଦିହୁଡ଼ି ଜଳେ ପ୍ରତିଦିନେ ଗଣିକା ଗୀତ ଗାବନ୍ତି ଭାଟେ କରି ସ୍ତୁତି ସିଂହାସନେ ବସିଛନ୍ତି ଅସୁର ଦୁର୍ମତି ସର୍ବମନାତେ ହୋଇଛନ୍ତି ଅବଧାନ ସଭାରେ ବିଜେ କରିଛି ପୁଣି ଉଗ୍ରସେନ ଭୟଙ୍କର ରୂପ ଦିଶେ ରକ୍ତ ବର୍ଣ୍ଣ ନେତ୍ର ନିଶରେ ହାତ ପକାଇ ବସିଛି ଦଇତ 84 କୋଟି ଯାଦବେ ହସ୍ତେ ଖଣ୍ଡା ଘେନି ସର୍ବେ ଉଭା ହୋଇଛନ୍ତି ରାଜା ଆଜ୍ଞା ମାନି ଅକ୍ରୂର ଅନାଧୃଷ୍ଟ ଯେ ସାତ୍ୟକୀ ଉଦ୍ଧବ ଆଭର କୃପ ବ୍ରହ୍ମା ଯେ ବୀର ବାସୁଦେବ ଏହି ମାନେ ହୋଇ ମନ୍ତ୍ରୀ ରାଜାକୁ କାରେଣୀ କଂସ ଲଙ୍ଘି ନ ପାରଇ ଏମାନଙ୍କ ବାଣୀ ଏମାନେ ବସି ଅଛନ୍ତି ଖଣ୍ଡେ ଖଣ୍ଡେ ଦୂରେ ଯେଝା ଖଟଣୀରେ ଛନ୍ତି ରାଜାଙ୍କ ଛାମୁରେ ଯାଠାରେ ଦିଅଇ କଂସ ଭ୍ରୁଭଙ୍ଗୀର ଦୃଷ୍ଟି ନିଉଛାଳି ଚରଣେ ସେ କୋଟି ବାର ଲୋଟି ଛାଣୁର ମୁଷ୍ଟିକ ଆଉ କୁବଳୟା ଗଜ ଏମାନେ ସର୍ବଦା ଥାନ୍ତି ହୋଇ ସଜବାଜ ଏସନକ ସମୟରେ ପ୍ରବେଶିଲେ ଦୂତ ଛାମୁରେ ସେ କୋଟି ବାର ହୋଇ ପ୍ରଣିପାତ ବୋଇଲେ ଭୋ ସାବଧାନେ ଶୁଣ ନୃପମଣି ଗୋପନଗର ବାରତା ଆସିଅଛୁ ଶୁଣି ଭୋଦେବ ତୁମ୍ଭ ଆଜ୍ଞାରେ ଷଣ୍ଢା ବକା ଗଲେ ଛଦ୍ରମେ ଯାଇଣ ଗୋପେ ଗୁପତେ ରହିଲେ ଏହି ରୂପେ କେତେ ଦିନ ହୋଇଲା ଅତୀତ ଏକ ଦିନେ ଭେଟ ହେଲେ ସେ ନନ୍ଦର ସୁତ ଆଦିତ୍ୟ ଅସ୍ତ ହୁଅନ୍ତେ କାଳିନ୍ଦୀର କୂଳେ ଦୁହେଁ ବିକରାଳ ରୂପ ଧରି ଏକ ବେଳେ ରାମକୃଷ୍ଣ ସଙ୍ଗତରେ ବହୁ ଯୁଦ୍ଧ କଲେ ଅଗୋଚରେ ଅଖଡ଼ରେ ଦୁହେଁ ନାଶ ଗଲେ ଏ ରୂପେ ଦୂତଙ୍କ ମୁଖ ଶୁଣି ମହାବଳୀ ସିଂହାସନ ଉପରେ ସେ ପଡ଼ିଲା କଢଳି ପୁଣି ଚେତନା ପାଇଣ ରୋଦେ ଉଚ୍ଚ ସ୍ୱରେ ବେନିକରକୁ ତାଡ଼ଇ ନେଇ ନିଜ ଶିରେ
ଆହା ଦଇବ ବୋଲିଣ ବୋଲେ ଦୈତ୍ୟନାଥ। ମହାବଳିଷ୍ଠ ସେ ନାମ ହୋଇଲେ ନିହତ। ଆତ୍ମା ସୋଦର ଅଟନ୍ତି ମୋର ଅଷ୍ଟମଲ। ତାହାଙ୍କର ଭାବରେ କାହିଁ ମୋତେ ଭଲ। ଆହା ଆହା ଷଣ୍ଢାରେ କେଣେ ଗଲୁ ତୁହି। ଆହା ଆହା ବୋକା ମୋର ରହିଲୁ ତୁ କାହିଁ। ଦକ୍ଷ ବାହୁ ହୋଇଥିଲେ ମୋର ସବୁ କାଳେ। ଗଉଡ଼ ଟୋକା ମାଇଲେ କେମନ୍ତେ ଅଖଡ଼େ। ଜାଣିଲି ସେ ମହାବୀର ଜଗତ ମଧ୍ୟରେ। ଗଉଡ଼ ବୋଲି ମୁଁ ତାଙ୍କୁ ନ ଆଣେ ନଜରେ। ଦେବତା ହୋଇଲେ ମଧ୍ୟ ପାର ତୁମ୍ଭେ ଜିଣି। ଯାହାଙ୍କର ପାଦ ଭାରା ନ ସହେ ଧରଣୀ। ମେରୁଗିରି ଚୁରି ପାର କ୍ଷଣକ ମଧ୍ୟରେ। ଏଡ଼େ ବଡ଼ ବୀର ହୋଇ ମଲ ଖଡ଼ରେ। ନନ୍ଦ ସୁତେ ହୋଇଲେ ଯେ ମହାଶତ୍ରୁ ମୋର। ଉଜାଡ଼ି ନଷ୍ଟ କରିବି ଭାଙ୍ଗି ଗୋପପୁର। ମୋର ଭଳି ଲୋକ ପୁଣି ପାଏ ଉପହାସ। ନିଶତ ହୋଇଲେ ଅବା ହୋଇବଟି କିସ। ସାଜ ସାଜ ସୈନ୍ୟ ମୋର ସାଜରେ ତୁରିତ। ଗୋପନଗର କରିବି ଆଜି ଭସ୍ମସାତ। ଖଣ୍ଡାରେ ଗୋପାଳଙ୍କର ଛେଦିବଇଁ ମୁଣ୍ଡ। ଅନଳରେ ପୋଡ଼ିବଇଁ କରି ଖଣ୍ଡ ଖଣ୍ଡ। ଦହି ଦୁଧ ବିକାଙ୍କର ଏଡ଼େ କଦିମାକ। ଏତେ ବୋଲି ଗରଜଇ ଅସୁର ତିଳକ। ଏ ସମୟେ କର ଯୋଡ଼ି ବୋଲେ କେଶୀ ବୀର। ଭୋଦେବ ସମୟ ନୁହେଁ କୋପକୁ ସଂଘର। ହାତୀ କାହୁଁ ମୂଷା ସଙ୍ଗେ କରିବ ସମର। ସିଂହ ହୋଇଣ ଶୃଗାଳ ସଙ୍ଗେ ଯୁଦ୍ଧ କର। ଲୋକେ ଉପହାସ କଥା ସମାଜରେ ଲାଜ। ଅତଏବ ବୃଥା କୋପ ହୃଦୟରୁ ତେଜ। ଗୋପନଗ୍ର ଯାକ ଆମ୍ଭ ନୁହନ୍ତି ବୈରୀ। କେତେ ପାପ ଅର୍ଜି ବାବା ନିର୍ଦ୍ଦୋଷୀଙ୍କି ମାରି। ଏକାନନ୍ଦ ପୁଅ ରାମ କୃଷ୍ଣ ବେନି ଗୋଟି। ତାହାଙ୍କୁ ନାଶ କରିଲେ ସରିବ ଅରିଷ୍ଟି। ତୃଣପରାୟ ସେ କଥା ଲାଗଇନା ମୋତେ। ଜୀବନ୍ତା ବାନ୍ଧି ଆଣିଣ ଦେବି ତୋ ଗ୍ରତେ। ଉତ୍କଣ୍ଠା ନୁହ ସମୟ ଯାଉ ଏବେ ଗଡ଼ି। ପାଶୋରିଲେ ଉପାୟତ କରିବା ବାହୁଡ଼ି। ସାମାନ୍ୟ ଶତ୍ରୁର ସଙ୍ଗେ ପଟୁଆର କରି। କି ଯଶ ପାଇବା ଭାବ ହେ ବୀର କେଶରୀ। ତୁମ୍ଭେ ମନେ କଲେ ପ୍ରଜା ସୃଷ୍ଟି ନାଶି ପାର। ଛାର ଗଉଡ଼ ବାଉଡ଼ କେତେକ ମାତର। ଯାହାର ନାମ ଶୁଣନ୍ତେ ପିଳେହି ଯେ ପାଣି। ଯାହାର ନାମେ ଗଭୁରି ପକାନ୍ତି ଗର୍ଭିଣୀ। ଯାହାର ନାମେ ଅମର ହୁଅନ୍ତି ଥରହର। ମୂର୍ଖ ଗଉଡ଼େ ତାହାଙ୍କୁ କେତେକ ମାତର। ସ୍ଥିର ହୁଅ ଧୈର୍ଯ୍ୟ ଧର ଆହେ ମହାରାଜ। ସମୟ ପାଇ ସାଧିବା ଆପଣାର କାର୍ଯ୍ୟ। କେଶୀର ବଚନ ଶୁଣି କଂସ ହେଲା ତୋଷ। ଆସ୍ଥାନ ମଉଳି ଗୃହେ ଚଳିଲା ରାକ୍ଷସ। ସମସ୍ତ ଯାଦବ ମାନେ ଗଲେ ଯେଝାପୁର। ଶୁକ ମୁନି ବୋଲୁଛନ୍ତି ପରୀକ୍ଷ ଆଗର। ରାମକୃଷ୍ଣ ବେନି ଭାଇ ବିଜେ ନନ୍ଦ ଘରେ। ଅଚ୍ୟୁତ ଦାସ ଗୋଡ଼ାଇ ଅଛି ଯେ ପଛରେ। ଭୂତକାଳୀ ଶୁକ ମୁନି ବୋଇଲେ କସୁଣ ପରୀକ୍ଷିତ।
पवित्र अटई हरि वंशर चरित। से दिन रजनी जहु होइला प्रवेश। मायावी रचिले तहु प्रभु जगदीश। केही न जानती एका कुंज बने गले। श्रीहस्ते विरह बंशी धरिण चलिले। कदम्ब मूलरे जाई होइले प्रवेश। कामदेव प्राय रूप धरि पीतबास। धीरे बेणु बजाइले गांधार उच्चारी। मदने आरत जेणु हेले देव हरि। राधा नाम धरिण से बाइले मुरली। से मुरली ध्वनि राधा शुणे कनडेरी। पुण पुण राधा नामे डाकन्ते उच्चरे। पुलकित चंद्रावली विरही बंशी रे। हाई घन घन उठे चाहे दश दिश। बेणु शुणी राधिकार उड़िला साहस। श्रीकृष्णଙ୍କ ठारे मन देई गोप नारी। मंदिर बाहर हेला मंगला सुमरी। बंशी ध्वनि बारिण चले पूर्व दिगे। प्रवेश होइला जाई कुंजवन भागे। जे बण स्थाने गोविंद छंती विजे करी। सेही ठारे परवेश हेला गोप नारी। देखी करी गोपीनाथ हेले आनंदित। आज नम दुखी की बाहेला निधि प्राप्त। तेसन राधिका संगे हेब मधुहारी। कुंजवने पुहाइले से दिन सर्वरी। ए समय रात्र जाई होइला प्रभात। दर हसीते बोलंती वसुदेव सुत। कि उपाय आजी घरे जीव हे मितणी। कहूँ कहूँ देहले नभेदी नमणी। सासु नणंद तोते देबे निश्चय गाली। मिछ कथा बोलू थांती दांडे हाटे बोली। कि उपाय आजी घरे पशी बजे जाई। शुणी कृष्ण को बोइले हसी हसी राई। एछार कथा को तुम्भे करुछ भाळेणी। बुद्धि थिले सबु कथा साध्य हुए पुणी। मुही घरे जाऊ अछि तुम्भे थे थाओ। उत्तम द्रव्य पठाई देवी देवराय। मंदिरे प्रवेश मुही हेबी जेते बेळे। घुमाइण निद्रा जीव सखींकर मेळे। प्रचंड अवतार मुहेबी अकस्माते। बोली बई ब्रह्म दैत्य लागी अछि मोते। कुंजवने रही थाओ आहे देव हरि। षडरस द्रव्य गोपाळे देबे आणी करी। एमंत कहिला जहु चंद्रावली बाळी। शुणी करी दर्हसित हेले बनमाळी। बोइले स्त्रींकर त अटे केड़े बुद्धि। प्रमदा नाम तेणुटी जगते प्रसिद्धि। स्त्रींकर मायाने नुहई तो जाणी। ब्रह्मा भଳି लोक जाकू न पारिला जिणी। स्त्री जोगे ए संसार हुए आत जात। स्त्री बड़ बुद्धिमती जगते विख्यात। देवता होइले मध्य स्त्री ठारे बस। स्त्रींक दाढ़ू बुरी जीव के मनुष्य। स्त्री गृह लक्ष्मी बोली बोलंती संसारे। स्त्री लागी जनमिली आसी मर्त्यरे। एते बोली राधिकांकु आज्ञा देले हरि।
ଯାଅ ଯାଅ ନିଜ ପୁରେ ଯାଅ ଗୋ ସୁନ୍ଦରୀ। ଚଳଇ ସେ ଚନ୍ଦ୍ରାବଳୀ ଶ୍ରୀକୃଷ୍ଣଙ୍କୁ ଛାଡ଼ି। ଖଣ୍ଡେ ଦୂରେ ଯାଇ କରି ଦେଲା ଘୋର ରଡ଼ି। ଚାମର କେଶ ତାହାର ପଡ଼ିଅଛି ଫିଟି। ନେତର ପଣନ୍ତ ଯାଏ ଭୂମି ପରେ ଲୋଟି। ନେତ୍ର ବାଙ୍କ କରି ମୁଖ କରେ ବିକରାଳ। ସକଳେ ବୋଲନ୍ତି ରାଧା ହୋଇଲା ପାଗଳ। ଆପେ ଆପେ ବୋଲୁଅଛି ଯିବୁ କାହିଁ ରାଇ। ତୋହର ଜୀବନ ନିଶ୍ଚେ ଆଜି ଘେନି ବଇଁ। ଭ୍ରମଣ ବେଳରେ ତୁ ଗୋ ପଡ଼ିଲୁ ମୋ ମୁଖେ। ସୁରା ସଙ୍ଗ ତେତ ମାଂସ ଭୁଞ୍ଜିବି ମୁଁ ସୁଖେ। ହସ୍ତ ହଲାଇଣ କରେ ଦନ୍ତରଟ ମଟ। ସୁନ୍ଦର ବଦନ ତାର ଦିଶଇ ବିକଟ। ଶୁମ୍ଭ ନିଶୁମ୍ଭ ବଧରେ ଯେହ୍ନେ ଚଣ୍ଡୀ ରୂପ। ପ୍ରତ୍ୟକ୍ଷରେ ଚନ୍ଦ୍ରାବଳୀ ଦିଶଇ ସେ ରୂପ। ଟହ ଟହ ହସଇ ସେ କାନ୍ଦେ ପୁଣ ପୁଣ। ଟାକରା ମାରଇ ପୁଣି ତରାଟେ ନୟନ। କିଳି କିଳା ରାବେ ପଡ଼େ ଉପରକୁ ମାଡ଼ି। ଦେଖିଲା ଲୋକେ ପଳାଇ ଯାନ୍ତି ବାଟ ଛାଡ଼ି। ଶୀଘ୍ର ଧାମଇ ପ୍ରଚଣ୍ଡ ସ୍ୱରୂପରେ ବାଳି। ଆପଣା ଗୃହ ମଧ୍ୟରେ ମିଳେ ଚନ୍ଦ୍ରାବଳୀ। ଗୃହେ ପଶି ବେଗେ ବାଳି ପଲ୍ୟଙ୍କେ ବସିଲା। ମହାପ୍ରଚଣ୍ଡ ରୂପରେ ରାବ ଏକ ଦେଲା। ଶୁଣିଣ ଶଙ୍କା ପାଇଲେ ମନେ ସର୍ବଲୋକେ। କୁରୁମ ଉଛୁଳି ପଡ଼େ ଚନ୍ଦ୍ରାବଳୀ ଡାକେ। ଦେଖିଣ ଧାଇଁଲେ ସର୍ବ ଗୋପ ନର ନାରୀ। ରାଧାକୁ ବେଢ଼ିଲେ ଯାଇ ସତେ ପୁର କରି। ଶାଶୁ ଶ୍ୱଶୁର ଦିଅର ନଣନ୍ଦ ଯେମାନେ। ରାଧିକାର ବ୍ୟାକୁଳକୁ ଦେଖନ୍ତି ନୟନେ। ଏକ କୁଆରେ କତହିଁ ପୁଛନ୍ତି ବାରତା। ସମସ୍ତେ ଜାଣିଲେ ରାଧା ଭୂତ ଲାଗି କଥା। ମନ୍ତ୍ର ପଢ଼ି ମୁଖେ କେହୁ ମାରନ୍ତି ଯେ ପାଣି। ବାଳ ଚିରି ମୁଦ୍ରା କେହୁ ବାନ୍ଧେ ବସି ପୁଣି। କେହୁ ମଇଁଷି ଛାଗଳ ଗୋରୁ ବଳି ଦିଅନ୍ତି। ମଦିରାଣୀ ଛାମୁରେ କେହୁ ବା ଢାଳନ୍ତି। ମଣ୍ଡଳ କାଟି ପଢ଼ନ୍ତି କେ ବିରଜା ମନ୍ତ୍ର। ମହାମୁଦ୍ରା ମାନ ସ୍ଥାପି ଦିଅନ୍ତି ଔଷଧନ୍ତ। ନଗ୍ର ଲୋକମାନେ ସର୍ବେ ହେଲେ କମେଳି। ବେଳୁ ବେଳୁ କୋପ ମନ ହୁଏ ଚନ୍ଦ୍ରାବଳୀ। ବୋଇଲେ ରେ ବ୍ରଜ ପୁଏ ହୋଇଲ କି ବାଇ। ଅଣ୍ଡିରା ଚଣ୍ଡୀ ମୋ ନାମ ବଣେ ରହିଥାଇ। କଦମ୍ବ ତରୁ ଶିଖରେ ମୋର ନିଜ ବାସ। 8 ଗୋଟା ବ୍ରହ୍ମ ଦୈତ୍ୟ ଥାନ୍ତି ମୋ ପାଶ। କୁଞ୍ଜବନ ମଧ୍ୟେ ଆମ୍ଭେ ସର୍ବେ ବୁଲୁଥିଲୁ। ବାଟ ମଧ୍ୟେ ଆସୁ ଆସୁ ରାଧାଙ୍କୁ ଭେଟିଲୁ। ସର୍ବ ବ୍ରହ୍ମ ଦୈତ୍ୟ ଆମ୍ଭେ ହାଙ୍କୁ ଆବୋରି। କାଲି ଏହାକୁ ବାଣ୍ଟିବୁ ଶସ୍ତ୍ର ଭାଗ କରି। ପେଟରେ ପଶିଣ ମାଂସ ଖାଇବୁ ଯେ ଖୋଳି। ଅନ୍ତ ମିଳାଇଲେ ମରି ଯିବ ଚନ୍ଦ୍ରାବଳୀ। ଏହାକୁ ରକ୍ଷା କରିବ କେଉଁ ଦେବ ଛାର। ଏହା କହି ରାଧିକା ଯେ ଗର୍ଜେ ବାରମ୍ବାର। ପୋଏ ବୋଇଲେ ଗାରେଡ଼ି ମନ୍ତ୍ର ଅଛୁ ସାଧି। ଅଣ୍ଡିରା ଚଣ୍ଡୀ ଭୂତକୁ ନାହିଁ ଆମ୍ଭ ବୁଦ୍ଧି। ଏହା ମାୟା କଥା ବୋଲି ଜାଣି ନ ପାରିଲେ।
बड़ बड़ राउलिया आसी फेरी गले कांदई चंद्रसेना जे राधा कोले घेनी झर झर अश्रु जल पड़ई मेदिनी सासु ससुर दियर आदि जेते जन राधिका मुख को चाही करंती रोदन मंत्र औषधि काहीं रे आरोग्य से नुहे समस्ते बोइले राधा ए घांती न जिए अनेक उपाय कलु मंत्र महौषधि अंडीरा चंडी कुकार अछि कि बुद्धि जहा मागिब ता पछे एही क्षणी देवा चंद्रावली पछे तार करुथिब सेवा एही परि सुलक्षणी अल्पे जाए नाश भोंडीरा चंडी बारे क्षमा कर दोष चंद्रसेना राधिका को कोले धरी थिला आश्वासना करी ताकू बहुत बोइला छाड़ी दियो कृपा करी गोंडीरा चंडी अकिंचने दया कर मा भीषण मुंडी सर्वसुलक्षणा मोर राधिका सुंदरी केउ कारणे ताठारे कोपुवन नारी रक्षा कर बारे रक्षा कर नहिले जानिबा मोर बुड़िला संसार एमंत वचन जहु शुणे चंद्रावली चंद्रसेना परे कोप द्विगुण उगुली रटमट दंत कला चक्षु रंग बन कामुड़ीब बोली मुख करिला व्यादान चंद्रसेना उपरकू वज्र दृष्टि देला रूप देखी करी सेहु तरस्त होइला जीवनर विकल रे तहु पळाइला असंभाळ होई राधा उलग्न होइला पड़ी उठी चंद्रसेना पळाए अज्ञाने पितृमातृ नाम भये सुमरई मने जाऊं जाऊं पड़ी गला बाटे आंठू माड़ी रक्त धारा बही जाए आंठू गंठी छिड़ी उठी बसी पछकू से न चाहेले उठी खन खन बाजी जाए भये दंत पाटी ऐसन अवस्था देखी से चंद्रसेनार गोपनर नारी माने होइले कातर एक मुखे ब्रह्म दैत्य स्तुति जे करिले सिरे कर देई केहू त्राही त्राही बोले नमस्ते भो ब्रह्म दैत्य लेख पुरुष सचराचर जीवंकु करि पारु ग्रास ठूल शून्य रूपी तब महिमा के बनी निमिष के घोटी पारे सकल मेदिनी अबलार बल जल पन्ना काम रूपी 10 योजन घड़ी के पार तुम्भे व्यापी अबलार बल कल पन्ना काम रूपी 10 योजन घड़ी के पार तुम्भे व्यापी गंधर्व यक्ष किन्नर पार साध्य करी कालांतक पुरुष हे सर्वरूपधारी प्रचंड घोर मूर्ति अति विकराल जे मुखे पड़े ताहार पूरे निश्चय काल
ଶ୍ମଶାନ ଭୂମିରେ ସଦା ଖେଳ କୁତୁହଳୀ। ମଦିରା ମାଂସରେ ଯାର ଅନୁବ୍ରତେ କେଳି। ଚାମଣ୍ଡି ଚଣ୍ଡୀ ଚାଚିକା ଡାକିନି ସାକିନି। ସଙ୍ଗତରେ ଭ୍ରମୁଥାନ୍ତି ବହୁ ପିଶାଚୁଣୀ। ଏମନ୍ତେ ସ୍ତୁତି ବଚନ ବହୁତ ସେ ଶୁଣି। ବୋଲଇ ତୁମ୍ଭ କଥାରେ ତୋଷ ହେଲି ପୁଣି। ମୁହିଁ ଯେବେ ରାଧିକାକୁ ଯିବି ଆଜ ଛାଡ଼ି। ଭୁରି ଭୋଜନ ଦେବଟି କୁଞ୍ଜବନେ ବାଢ଼ି। ଚନ୍ଦ୍ରସେଣା ବୋଲେ ଭୁରି ଭୋଜନ ମୁଁ ଦେବି। ଜୀବ ଥିବା ଯାଏ ପାଦେ ସେବା କରୁଥିବି। ନନ୍ଦ ବୋଇଲା ଭୋଜନ ଅଣ୍ଟି ବଟି କେତେ। ସ୍ୱରୂପ କହିଲେ ତାହା ଯିବୁ ନା ପରତେ। ଏ ରୂପେ ଦେଖି ଗୋପାଳ ମାନଙ୍କ ଆରତ। ବୋଲେ ଶହେ ଭାର ଅନ୍ନ ବ୍ୟଞ୍ଜନ ଯେ ସାତ। ପିଷ୍ଟକ ଯେ ଶହେ ଭାର ସୁପକ ରାନ୍ଧଣା। ଘୃତରେ ଯେ ପରିପକ ଏକୁ ଏକ ଜିଣା। ଛେନା ଗୋଟି କାଲ ବଣି ସର ଯେ ଅଧାମ। ସଙ୍ଗତରେ ଥିବ ଛତ୍ର ଚାମର ବିମାନ। ପଟ ବସ୍ତ୍ର ଚାନ୍ଦୁଆ ଯେ ନବ ସପ୍ତ ମୂଳେ। ସମସ୍ତ ଥୋଇବ ନେଇ କଦମ୍ବର ତଳେ। ଶସ୍ତ୍ରେ ଫୁଲ ଭାର ଚମ୍ପା ବକୁଳ ସେବତୀ। ସମସ୍ତ ନେଇ ଥୋଇବ କଦମ୍ବର କତି। ନହିଲେ ସମସ୍ତଙ୍କୁ ମୁଁ କରିବି ବିଭ୍ରାଟ। ବେଳ ବୁଡ଼ିଲେ ନ ଯିବେ କେହି ନଦୀ ଘାଟ। ମୋର ଆଜ୍ଞାକୁ ଯେ ଅବଜ୍ଞା କରିବ। ତାହାକୁ ଲାଗିବି ସେହି ନିଶ୍ଚୟ ନାଶ ଯିବ। ଆଜିଠାରୁ ଏ କଥାକୁ ଥିବ ମୋର ମାନି। ସମସ୍ତ ପଦାର୍ଥ ମାନ ଭିଆଓ ଏ କ୍ଷଣି। ନନ୍ଦ ଉପନନ୍ଦ ବସୁଦେବର ସହିତେ। ଚନ୍ଦ୍ରସେଣା ଆଦି କରି ଭଲ ଲୋକ ଯେତେ। ଯେ ଯାହାର ଭାର ସର୍ବେ କନ୍ଧେ ଥିବ ଘେନି। କଦମ୍ବ ତଳେ ବାଢ଼ିବ ରାତ୍ର ଦଣ୍ଡ ତିନି। ପ୍ରଥମରୁ ବିଧି ମତେ ଦେବଭୂତ ବଳି। ଅନ୍ଧାର ରାତିରେ ଯିବ କୁଞ୍ଜବନେ ଚଳି। କେହି ନ ଦେଖିବେ ତହୁଁ ବାହୁଡ଼ି ଆସିବ। କେତେବେଳେ ଲେଉଟିଣ ପଛେ ନ ଚାହିଁବ। ପୁଣି ପ୍ରମାଦ ପଡ଼ିଲେ ନ କହିବ ମତେ। ଏହି କଥା ଗୋଟି ଦୃଢ଼େ ଧରିଥାଅ ଚିତେ। ବିଳମ୍ବ ନ କରି ଶୀଘ୍ର କୁଞ୍ଜବନେ ଯାଅ। ବୋଝ ଭାର ନେଇ ତରୁ ତଳେ ଥୋଇ ଦିଅ। ଶୁଣିଣ ସମସ୍ତେ ତାହା ସନମତ କଲେ। ଭୂତ ବଳି ପ୍ରଥମରେ ବିଧି ମତେ ଦେଲେ। ତଦୁତାରେ ସବୁ ଦ୍ରବ୍ୟ ଭିଆଇ ତୁରିତେ। ଚଳିଲେ ବନକୁ ଭୂତ କଥା ଭାବିଚିତେ। ଶୁଣ ପରୀକ୍ଷିତ ରାଏ ବଦୟନ୍ତୀ ଯତି। ଶ୍ରୀ ବିଷ୍ଣୁଙ୍କ ବାଲ୍ୟ ଲୀଳା ଅତୁଲାଇ କୀର୍ତ୍ତି। ଭୂତ ଲାଗିଛି ବୋଲିଣ ସର୍ବେ ବିହଳିତ। ସେଦିନ ଦିବସ ଗୋଟେ ହୋଇଲା ଅତୀତ। ରଜନୀ ହୋଇଛି ପୁଣି ଆସି ତିନି ଘଡ଼ି। ସମସ୍ତ ଗୋପାଳ ମାନେ ଭାରନ୍ତ ସଜାଡ଼ି।
ଛେନା ଗୋଟି କାଲବଣି କ୍ଷୁଦୁଧ ସର ଖଣ୍ଡ କ୍ଷୀର କ୍ଷୀରି ସାଦି ପଇଡ଼ ସାକର ଗନ୍ଧ ଚନ୍ଦନ କସ୍ତୁରୀ ବାସ ପୁଷ୍ପମାନ ଖଟ ଚାନ୍ଦୁଆ ନୂତନ ସୁଝି ନବସନ ଅନ୍ନ ବ୍ୟଞ୍ଜନାଦି କରି ଉପହାର ଯେତେ ଏକ ଏକ ନାମ ଧରି କହିବା ତା କେତେ ସମସ୍ତ ଭାର ବହିଣ ଯେ ଯାହାର କନ୍ଧ ଚଳିଲେ କୁଞ୍ଜବନକୁ ନନ୍ଦ ଉପନନ୍ଦ ଚନ୍ଦ୍ରସେଣା ସହିତରେ ସକଳେ ମିଳିଲେ ସେ କଥା ଗୋଟି ଶ୍ରୀକୃଷ୍ଣ ଦୂରରୁ ଜାଣିଲେ କଦମ୍ବ ବୃକ୍ଷ ଉପରେ ରହିଲେ ଗୋପନେ ତଳେ ଥାଇ ଚନ୍ଦ୍ରସେଣା ବୋଲଇଏ ସନେ ଭୋ ଦେବୀ ଅଣ୍ଡିରା ଚଣ୍ଡୀ ଶୁଣ ମୋର ବାଣୀ ଯେ ବଣ ଯେ ଜନେ ଶ୍ରଦ୍ଧା ବଳେ ହାଦେ ପୁଣି ସେମାନେ ଭୁଞ୍ଜି ରାଧାକୁ ମୋର ରକ୍ଷା କର ତୋର ଚରଣେ ପ୍ରଣାମ କରେ ବାରମ୍ବାର ଏତେ କହିଣ ଗୋପାଳେ ଅଇଲେ ପଳାଇ ଭୂତର ବଚନ ମାନି ପଛକୁ ନ ଚାହିଁ ଏହା ଦେଖିଣ ଗୋବିନ୍ଦ ଟହ ଟହ ହସି ନନ୍ଦ ବୋଲେ ଭୂତ କେହ୍ନେ ହସେ ଶୁଣ ବସି ଯେବେ ଅନ୍ନ ବ୍ୟଞ୍ଜନାଦି ପାଇ ସେ ନଥାନ୍ତା ସତେ କି ରାଧା ସୁନ୍ଦରୀ ଜୀବନରେ ଥାନ୍ତା ଖାଦ୍ୟ ଦ୍ରବ୍ୟ ପାଇ ଏବେ ହୋଇଲା ସନ୍ତୋଷ ପଛକୁ ନ ଚାହିଁ କେହି ପଳାଇଣ ଆସ ରାତ୍ର ହେଲେ କୁଞ୍ଜବନେ କେହି ନ ଆସିବ ଯେ ଆସିବ ଜାଣ ସେହି ପ୍ରାଣେ ନାଶ ଯିବ ଏତେ ବୋଲି ତର ତରେ ଅଇଲେ ପଳାଇ ଯେ ଯାହା ମନ୍ଦିର ମଧ୍ୟେ ପ୍ରବେଶିଲେ ଯାଇ ଏଣେ କଦମ୍ବ ବୃକ୍ଷରୁ ଓହ୍ଲାଇ ଅଚ୍ୟୁତ ପେଟ ଭରି କେତେ ତହୁଁ ଖାଇଲେ ଅନନ୍ତ ରାଧିକାକୁ ପ୍ରଶଂସା କଲେ ଚକ୍ରପାଣି ଏଥୁ ଅନ୍ତେ ପ୍ରହରେକ ହୁଅନ୍ତେ ରଜନୀ କଦମ୍ବ ଡାଳରେ ପୁଣି ବସି ମଧୁହାରୀ ସୁସ୍ୱରରେ ବେଣୁନାଦ କରିଲେ ମୁରାରୀ ସମ୍ଭାଇଲେ ସେହି ନାଦ ଗୋପୀଙ୍କ କର୍ଣ୍ଣରେ ଗୋଟି ଗୋଟି ନାମ ଧରି ଡାକେ ଉଚ୍ଚ ସ୍ୱରେ ରାଧା ସୁମେଧା କମଳା ଆସ ଚନ୍ଦ୍ରକାନ୍ତି ତିଳୋତ୍ତମା ହରିଣାକ୍ଷୀ ବିମଳା ସୁଦନ୍ତୀ ଶ୍ରିୟା ସତ୍ୟବତୀ ମୀନ ନେତ୍ରା ଚାରୁହାସୀ ଚନ୍ଦନା କସ୍ତୁରୀ କାଗୋ କମଳା ସୁକେଶୀ ରେଣୁକା ରତ୍ନାବଳୀ ଗୋ ହେମ ଗୋରୀ ନାରୀ ସୁରେଖା ରତ୍ନରେଖା ଗୋ ପନ୍ନା ସୁନ୍ଦରୀ ଜୟା ବର ବିଜୟା ପିନସ୍ତନୀ ବାମା କୁନ୍ତଳା ଶୁଭୁରୁ ଗୋପ ଯୁବତୀ ଉତ୍ତମା ବାସନ୍ତୀ ମାଧବୀ ମଧୁ ମତି ମୋହନିକା ପଦ୍ମିନୀ ଶଙ୍ଖିନୀ ଆଦି ଯେତେକ ନାୟିକା ଏହି ରୂପେ ଗୋପପୁରେ ଯେତେ ଅଛ ନାରୀ କୁଞ୍ଜବନେ ଅତି ଶୀଘ୍ରେ ଆସ ଗୋ ବାହାରି ଏହିପରି ନାମ ଧରି ଡାକନ୍ତେ ମୁରଲି ଅତି ଉତ୍ସୁକେ ଧାଇଁଲେ ସର୍ବଗୋପବାଳୀ
ठीक ठीक थोके नाम बखाणी लिए थे। सुकुमारी सुलक्षणी रमणी समस्ते गोविंदଙ୍କ अंग संग पाइबार पाई गोपिका रूपे गोपरे छंती जात होई तांको किस पटांतर देबा बानेई रूप गुणे जगतरे तुलना तो नाही कदम्ब डाले बईसी बजाते मुरारी शुणी मोह मान हेले सर्वगोप नारी गोविंदर अंग संग लभिबार पाई केशबास संभाळे धाइले कगोई जे बण स्थाने विजय प्रभु गोपीनाथ चलिले गुआली माने अनुसरी पथ कदम्ब तले जाइण मिली गोपांगना देखिले बसी अछंती वृक्षे नंद कन्हा मोहन स्वरूप धरी छंती ऋषिकेशी समस्त नायिका माने देखिण प्रशंसी करे छत्र चामर जे धूप काठी घेनी तले उभा होई छंती सकल कामिनी देखि करी आनंदित हेले बंशीधारी मुरली घेनी कदम्ब वृक्षरु तुरी गोपींकर समीपरे प्रवेश होइले हास परिहासे तांक मन को मोहिले 16 सहस्र नायिकांकु 16 सहस्र मूर्ति धरी चित्त रंजाइले भावे जदुपति एकर कथा पर नायिका न जाने एक कृष्ण बोली सर्वे मणिछंती मने देवासुरे अगोचर जाहांकर माया काहू जानिबे से कथा धरी नारी काया सुख बोइले कसुण परीक्षित राये जेझा भुवन को तहु चलिले गोपीए सासु ससुर दियर भर्तांक सहिते समस्ते सोइले जाई जे जाहार मते प्रत्यक्षरे देखंती से युवती करीति विष्णुर मायारे किछि बोली न पारंती बालक मूरति धरी एथु अनंतरे गोपीनाथ परवेश आपणा मंदिरे पुत्र को देखी जशोदा आनंदित मन कोଳରେ बसाई मुखे दियंती चुंबन खंड खीरी खीरी सादी गोटिका भुंजाई पल्यंकरे सुआइले दोली गीत गाई एही रूपे बारंबार प्रभु गोपीनाथ रासलीला करंती से गोपींक सहित जननी पियर भाई न जानती ताहा माया जाल पाती थांती प्रभु चौबाहा।